ବନ୍ଧୁ ନମସ୍କାର। ଆଜି ଆମ ଗହଣରେ ଜଣେ ସୁପରିଚିତ କଣ୍ଠଶିଳ୍ପୀ ଅଛନ୍ତି ଯିଏକି ଅନଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟରେ ତାଙ୍କର ଗୀତ ମାଧ୍ୟମରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଆଉ କେହି ନୁହନ୍ତି ମୋ ପ୍ରିୟ ଆପଣମାନଙ୍କ ପ୍ରିୟ ସୂର୍ୟା ଭାଇ। ତ ଚାଲନ୍ତୁ ତାଙ୍କ ସହ କଥା ହେବା ଏବଂ ତାଙ୍କ ଜର୍ଣ୍ଣି ବିଷୟରେ କିଛି ପଚାରି ବୁଝିବା ଏବଂ ଗଡ୍ ଆପଣଙ୍କୁ ସବୁବେଳେ ବ୍ଲେସିଂ କରନ୍ତୁ। ଧନ୍ୟବାଦ ଭାଇ। ଏଇ କଥାଟା ମୋର ପ୍ରତି ଲାଗୁ ମୁଁ ବି ଚାହୁଁଛି। କାହିଁ ବୋଲେ ପବ୍ଲିକ୍ ହେଉଛି ମୋର ଥାର୍ଡ଼ ଭଗବାନ। ପ୍ରଥମ ଗଡ଼ ହେଉଛନ୍ତି ମୋର ଜିଜେସ୍, ସେକେଣ୍ଡ ମାତା ପିତା, ମୋର ଫ୍ୟାମିଲି, ଆଉ ଥାର୍ଡ଼ ପବ୍ଲିକ୍। ତାଙ୍କର ଯୋଗୁଁ ମୁଁ ଏଇ ଜାଗାରେ ଅଛି। ତ ଆଗକୁ ବି ଏମିତି ଭଲ ପାଇବା ଦେଉଥାନ୍ତୁ। ଆମ ଅଞ୍ଚଳ ପାଇଁ ଆପଣ ବହୁତ ସାରା ଗୀତ ଦେଇଛନ୍ତି ବା ଗାଇଛନ୍ତି, ଆଉ ଆପଣଙ୍କର ଗୀତ ଶ୍ରୋତା ବହୁତ ଭଲ ପାଇବା ଦେଇଛନ୍ତି। ତ ନିଶ୍ଚିନ୍ତ ରୂପେ ଆମେ ଚାହିଁବୁ କି ବର୍ତ୍ତମାନ ଆପଣଙ୍କ ମୁହଁରୁ ଲାଇଭ୍ କିଛି ଆପଣଙ୍କର କିପରି ଥିଲା ସେ ବିଷୟରେ କିଛି କହିବେ। ମୁଁ ଷ୍ଟାର୍ଟିଂରେ ଯେତେବେଳେ ଗୀତ ଗାଇବା ପାଇଁ ଗଲି ଫାର୍ଷ୍ଟ ସଙ୍ଗ୍, ଘରୁ ମୁଁ ଗାଧୋଇକି ବାହାରିଲି, ପ୍ରେୟର୍ କରିକା ଯାଉଛି ଜୟପୁର ପହଞ୍ଚିବା ଯାଏଁ। ବସ୍ରେ ଯାଉଛି, ବସ୍ରେ ବି ପ୍ରେୟର୍ କରୁଛି, ପ୍ରଭୁ ଯେ ମୋର ଗାଇବାଟା ଭୁଲ ହେଇ ନ ଯାଉ, ଭଲସେ ଗାଇକି ଆସିବେ, ଏମିତି ଭାବିକା ଯାଉଛି। ଯେତେବେଳେ ଜୟପୁର ପହଞ୍ଚିଲେ, ତାପରେ ଗୋଟେ ହୋଟେଲକୁ ଗଲୁ, ସେଠି ବି ପ୍ରେୟର୍ କରୁଛି ଯେ ମୁଁ ଷ୍ଟୁଡ଼ିଓ ଯିବା ଆଗରୁ ଯେ ମୋତେ ଷ୍ଟୁଡ଼ିଓରେ ଗଲେ ଡର ନ ଲାଗୁ। କାହିଁ ବୋଲେ ଆଉ ଗାଁ ଚର୍ଚ୍ଚରେ ଗୀତ ଗାଉଥିଲେ। ତାପରେ